এই জীবনটা এক নাটক তার কলঙ্কিত নায়ক সেই চন্দ্রমা পরি পিঁধেছে। ଆଉ ନାହାନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ। 88 ବର୍ଷ ବୟସରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଓଡ଼ିଆ ସଙ୍ଗୀତ ଜଗତକୁ ଅନେକ ଦାନ ରହିଛି ତାଙ୍କର। ଦୀର୍ଘ ଦିନ ଧରି ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କୁ ନିଜର ସ୍ୱତନ୍ତ୍ର କଣ୍ଠରେ ଦୀର୍ଘ ବର୍ଷ ଧରି ଅମୋଦିତ କରିଥିବା ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। 1958ରେ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ମାରେ ସେ ପ୍ରଥମ ଥର ପାଇଁ କଣ୍ଠଦାନ କରିଥିଲେ। ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୁର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ବତୀ ଘର ଆଦି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇଥିଲା। ପ୍ରାୟ 200ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି ଆମ ସମସ୍ତଙ୍କର ପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ। ଚଳଚ୍ଚିତ୍ର ବ୍ୟତୀତ ବେତାର, ଦୂରଦର୍ଶନ ଓ ଆଲବମ୍ ମାଧ୍ୟମରେ ସେ ବହୁ ଭଜନ ଓ ଆଧୁନିକ ସଙ୍ଗୀତ ଓଡ଼ିଆ ଶ୍ରୋତାମାନଙ୍କୁ ଭେଟି ଦେଇଛନ୍ତି। 1992 ମସିହାରେ ତାଙ୍କର ପ୍ରଥମ ଗଜଲ ଆଲବମ୍ ସବ୍ ଏ ଗଜଲ ମୁକ୍ତି ଲାଭ କରିଥିଲା। ଶେଷ ଶ୍ରାବଣର ମାଝିରେ ଗୀତ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ତେବେ ଓଡ଼ିଆ ନ୍ୟୁଜ୍.ଲାଇଭ୍ ପକ୍ଷରୁ ଆମେ ଜଣାଉଛୁ ଶବ୍ଦ ଶ୍ରଦ୍ଧାଞ୍ଜଳି। ଓଡ଼ିଆ ସଙ୍ଗୀତ ଥିବା ଯାଏଁ ମନେ ରହିବେ ପ୍ରଣବ ପଟ୍ଟନାୟକ। ବ୍ୟୁରୋ ରିପୋର୍ଟ, ଓଡ଼ିଆ ନ୍ୟୁଜ୍.ଲାଇଭ୍।